ବିକ୍ରି ହୋଇଯିବ ଗୁଗୁଲ କ୍ରୋମ୍। ଏପରି ଆଲୋଚନା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଆଉ ପରେ ପ୍ଲିଜ୍ କିଟ୍ର ପ୍ରତିଷ୍ଠାତା ଅରବିନ୍ଦ ଶ୍ରୀନିବାସ ଏହି ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି। ଏକ ବଡ଼ ଧରଣର ପଦକ୍ଷେପରେ ଭାରତୀୟ ବଂଶୋଦ୍ଭୂତ ସିଇଓ ଅରବିନ୍ଦ ଶ୍ରୀନିବାସଙ୍କର ନେତୃତ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ପରପ୍ଲେକ୍ସିଟି ଏଆଇ ଗୁଗୁଲ କ୍ରୋମ୍କୁ କିଣିବା ପାଇଁ $34.5 ବିଲିୟନ ଏକ ବଡ଼ ଅଫର ଦେଇଛି। ଏହି ରାଶି ଭାରତୀୟ ମୁଦ୍ରାରେ ପ୍ରାୟ 3.2 ଲକ୍ଷ କୋଟି ଟଙ୍କା ହେବ। ପରପ୍ଲେକ୍ସିଟି ଏଆଇର ଏହି ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ଗୁଗୁଲ ଆମେରିକାରେ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛି। ଏକ ଆମେରିକୀୟ ଅଦାଲତ ଅନଲାଇନ ସର୍ଚ୍ଚରେ ଗୁଗୁଲର ଏକଚାଟିଆ ଅଧିକାରଙ୍କୁ ବେଆଇନ ଘୋଷଣା କରିଛନ୍ତି। ନ୍ୟାୟ ବିଭାଗ ଏହାର ସମାଧାନ ପାଇଁ ଗୁଗୁଲକୁ କ୍ରୋମ୍ ବ୍ରାଉଜର ବିକ୍ରି କରିବାକୁ ବାଧ୍ୟ କରିପାରେ ବୋଲି ଆଶା କରାଯାଉଛି। ତେବେ ଗୁଗୁଲ ଏହି ପ୍ରସ୍ତାବ ଉପରେ କୌଣସି ଆଗ୍ରହ ଦେଇନାହିଁ ଏବଂ ଅଦାଲତଙ୍କର ରାୟ ବିରୋଧରେ ଅପିଲ କରିବାକୁ ଯୋଜନା କରୁଛି। ପରପ୍ଲେକ୍ସିଟି ଏଆଇ କହିଛି ଯେ ଯଦି ସେମାନେ କ୍ରୋମ୍କୁ ଅଧିଗ୍ରହଣ କରନ୍ତି ତେବେ ସେମାନେ ଏହାର ମୂଳ କୋଡ୍କୁ ଡେଭେଲପରମାନଙ୍କ ପାଇଁ ଖୋଲା ରଖିବେ ଏବଂ ଆଗାମୀ 2 ବର୍ଷ ମଧ୍ୟରେ ବ୍ରାଉଜରରେ $3 ବିଲିୟନ ନିବେଶ କରିବେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।